ଥଣ୍ଡା ଥଣ୍ଡା ପାଗକୁ ଗରମା ଗରମ ମଟନ୍ ପାୟା ସୁପ୍ କାହାର ବା ପସନ୍ଦ ନୁହଁ। ତ ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ମୁଁ ଆଶା କରୁଛି ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣମାନେ ଭଲରେ ଥିବେ। ସାଙ୍ଗମାନେ ମୁଁ ବି ବହୁତ ଭଲରେ ଅଛି। ଆପଣମାନେ ଜାଣିଛନ୍ତି ଏବେ ଶୀତର ସିଜିନ୍ ଚାଲିଛି ଆଉ ମଟନ୍ ପାୟା ସୁପ୍ ଯେଉଁମାନଙ୍କର ଆଣ୍ଠୁ ଆଉ ଗଣ୍ଠି ବିନ୍ଧା ହେଉଛି, ଯଦି ଆପଣମାନେ ମଟନ୍ ସୁପ୍ ପିଉଛନ୍ତି ନିଶ୍ଚିତ ଉପକାର ହେବ। ତ ସାଙ୍ଗମାନେ ଡେରି ନ କରି ଚାଲନ୍ତୁ ଆମେ ଭିଡ଼ିଓଟି ଏବେ ଆରମ୍ଭ କରିବା। ତ ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ, ଚ୍ୟାନେଲଟିକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିନେବେ, ତଳେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ନେବେ। ସାଙ୍ଗମାନେ ଭିଡ଼ିଓ ଜମାରୁ ବି ସ୍କିପ୍ କରନ୍ତୁ ନାହିଁ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଭଲ ଭାବରେ ବୁଝିପାରିବେ। ତ ସାଙ୍ଗମାନେ ଚାଲନ୍ତୁ ଆମେ ଭିଡ଼ିଓଟି ଆରମ୍ଭ କରିବା। ମଟନ୍ ପାୟା ସୁପ୍ ବନାଇବା ପାଇଁ ପ୍ରଥମେ ଦେଖିପାରୁଥିବେ ସାଙ୍ଗମାନେ, ମୁଁ ଏଠି ଗୋଟେ କୁକର ନେଇଛି। କୁକରରେ ଏଠି ପାଖାପାଖି 2 ଚାମଚ ଏଠି ମୁଁ ରିଫାଇନ୍ ତେଲ ଦେଇଛି। ବିଲକୁଲ ବି ଏଠି ଆପଣ ଅଧିକ ତେଲ ଦେବେନି, କାରଣ ମଟନ୍ରୁ ତେଲ ଗୁଡ଼ିକ ବହୁତ ବାହାରେ। ଏଠି ଆପଣଙ୍କ ପାଖରେ କୌଣସି ବି ଗରମ ମସଲା ଅଛି, ଗୋଟା ଗରମ ମସଲା ଯେମିତି ଗୁଜୁରାତି, ଲବଙ୍ଗ କିଛି ବି ଆପଣ ଏଠି ଦେଇପାରିବେ, ଡାଲଚିନି। ଭଲ ଭାବରେ ଫୁଟିଲା ପରେ ମୁଁ ଏଠି ଗୋଟିଏ ପିଆଜ ବିଲକୁଲ ଛୋଟ ଛୋଟ କାଟିକି କିମା କରିକି ନେଇଛି। ଏଠି ଆମେ ପିଆଜଟିକୁ ହାଲକା ଭାଜି ନେବା। ଭାଜି ସାରିଲା ପରେ ମୁଁ ଏଠି 2ରୁ 3ଟି ଏଠି ଗ୍ରୀନ୍ ଚିଲି ଦେଇଛି, ଟିକେ ଭଲ ସ୍ପାଇସି ହେବ ଆଉ ବିଲକୁଲ ବଢ଼ିଆ ବାସ୍ନା ଆସିବ। ପିଆଜ ଆଉ ଲଙ୍କାଟିକୁ ଟିକେ ହାଲକା ଭାଜି ସାରିଲା ପରେ ମୁଁ ଏଠି 2 ଚାମଚ ଏଠି ଅଦା ରସୁଣର ଛେଚା ଦେଇଛି ବା ପେଷ୍ଟ କରିକି ଆପଣ ଏଠି ନେଇପାରିବେ, ଯାହାଦ୍ୱାରା ଭଲ ବାସ୍ନା ଆସିବ ଆଉ ସୁପ୍ଟି ଆମର ବହୁତ ଟେଷ୍ଟି ବନିବ। ତ ଅଦା ରସୁଣ ପିଆଜ ଦେଇକି ଆମେ ଏଠି ଭଲ ଭାବରେ ଟିକେ ଭାଜି ନେବା, ଯେମିତି ଟିକେ ବ୍ରାଉନ୍ କଲର୍ ଆସିଯିବ। ଯଦି ଆପଣଙ୍କର ଏଠି ଟିକେ ଲାଗୁଛି ହାଲକା, ଏଠି ଦେଖିପାରୁଥିବେ ମୁଁ କିଛି ପାଣି ଦେଇଛି, ଯେମିତି ମସଲା ଗୁଡ଼ିକ ଆମର ଜମାରୁ ବି ଜଳିବନି। ତାପରେ ଆମେ ଏଠି କିଛି ମସଲା ନେବା, ଯେମିତି ମୁଁ ପ୍ରଥମେ ନେଇଛି ସ୍ୱାଦ ଅନୁଯାୟୀ ଲୁଣ, 1 ଚାମଚ ଏଠି ହଳଦୀ ପାଉଡ଼ର, 1 ଚାମଚ ଏଠି ମୁଁ ରେଡ୍ ଚିଲି ପାଉଡ଼ର ଦେଉଛି। ଆପଣ ଯଦି ସ୍ପାଇସି ଖାଉଛନ୍ତି ତ ଦେବେ, ନହେଲେ କାଶ୍ମୀରୀ ଚିଲି ବି ଦେଇପାରିବେ। ଏଠି 1 ଚାମଚ ଗରମ ମସଲା ଦେଇଛି, ଯେଉଁଟା ମୋ ହାତ ତିଆରି ଗରମ ମସଲା। ଆଉ 1 ଚାମଚ ଏଠି ମୁଁ ମଟନ୍ ମସଲା ଦେଉଛି, ଟିକେ ଭଲ ବାସ୍ନା ଆସିବ ଆଉ ଟେଷ୍ଟ ବହୁତ ବଢ଼ିଆ ଆସିବ। ଆଉ 1 ଚାମଚ ଏଠି ବ୍ଲାକ୍ ପେପର ନେବେ। ମସଲା ଗୁଡ଼ିକ ଦେଇସାରିଲା ପରେ ମୁଁ ଏଠି 2ଟି ଟମାଟୋ ଛୋଟ ଛୋଟ କିମା କରିକି ନେଇଛି। ଯେହେତୁ ଆମେ ମସଲା ଗୁଡ଼ିକ ଦେଇଛେ, ଏଠି ବିଲକୁଲ ବି ଆମର ଆଉ ମସଲା ଜଳିବନି, ଟମାଟୋର ପାଣି ଗୁଡ଼ିକ ବାହାରିବ ଆଉ ବିଲକୁଲ ବି ଏଠି ମସଲା ଆମର ଜଳିବନି। 1ରୁ 2 ମିନିଟ୍ ଆମେ ଏଠି ଭଲ ଭାବରେ ତାକୁ କଷି ନେବା ମସଲାଟିକୁ। ମସଲା କଷି ସାରିଲା ପରେ ଦେଖିପାରୁଥିବେ ମୁଁ ଏଠି ପାଖାପାଖି 500 ଗ୍ରାମ ମଟନ୍ର ପାୟା ନେଇଛି, ଯାହା ମଟନ୍ର ଟାଙ୍କ ଯେଉଁ ବା ଛେଳିର ଟାଙ୍କ ଗୁଡ଼ିକ ନେଇଛି, ତାକୁ ଭଲ ଭାବରେ କାଟିକି ୱାଶ୍ କରି ନେଇଛି। ଏଠି ଆମେ ତାକୁ ଦେଇଦେବା। ଦେଇକି କୁକରରେ ଆମେ ତାକୁ ଭଲ ଭାବରେ 1ରୁ 2 ମିନିଟ୍ ତାକୁ ଏମିତି ଭଲ ଭାବରେ କଷି ନେବା, ଯେମିତି ସୁନ୍ଦର ଭାବରେ ମସଲା ଗୁଡ଼ିକ ଭଲ ଭାବରେ ମିଶିଯିବ, ସେଇଭଳି ଭାବରେ ଏଠି କଷି ନେବା। କଷି ସାରିଲା ପରେ ମୁଁ ଏଠି କିଛି ଫ୍ରେଶ୍ ଧନିଆ ପତ୍ର ଦେଉଛି। ଧନିଆ ପତ୍ର ଦେଲେ ଭଲ ଗୋଟେ ବାସ୍ନା ଆସିବ ଆଉ ସୁପ୍ର ଟେଷ୍ଟ ବହୁତ ବଢ଼ିଆ ଆସିବ। ଦେଲା ପରେ ମୁଁ ଏଠି ପାଖାପାଖି 200ରୁ 300 ଗ୍ରାମ ଏଠି ପାଣି ଦେଇଦେଉଛି। ତାପରେ ଆମେ ଭଲ ଭାବରେ ମଟନ୍ଟିକୁ ଏଠି ମିକ୍ସ କରି ନେବା, ଯେମିତି ଭଲ ଭାବରେ ମସଲା ଗୁଡ଼ିକ, ପାଣି ଆଉ ମସଲା ଗୁଡ଼ିକ ଯେମିତି ସାଇଡ଼ରେ ଲାଗିଥିବ, ଭଲ ଭାବରେ ଏଠି ତାକୁ ମିକ୍ସ କରି ନେବା, ଯେମିତି ଆମ କୁକରରେ କୌଣସି ସାଇଡ଼ରେ ମସଲା ଗୁଡ଼ିକ ଲାଗିବନି। ତାପରେ ଏଠି ମୁଁ ଦେଖିପାରୁଥିବେ ଗୋଟିଏ କୁକରର ଢକନ ନେଇଛି। ଢକନଟିକୁ ଆମେ ଏଠି ଲଗାଇ ନେବା। ପାଖାପାଖି ଆମେ 7ରୁ 8ଟି ସିଟି ହେବା ପାଇଁ ଅପେକ୍ଷା କରିବା ବା ତାକୁ ୱେଟ୍ କରିବା। ଏଠି ଦେଖିପାରୁଥିବେ ପାଖାପାଖି ମୋର ଏଠି 7ରୁ 8ଟି ସିଟି ହେଇ ଆସିଲାଣି ଆଉ ବହୁତ ସୁନ୍ଦର ବାସ୍ନା ଆସିଛି ଆଉ ପୁରା ପରଫେକ୍ଟ ଭାବରେ ଦେଖିବେ 7ରୁ 8ଟି ସିଟି ଭିତରେ ମଟନ୍ଟି ଆପଣଙ୍କର କୁକ୍ ହେଇଯିବ। ଥଣ୍ଡା ହେଲା ପରେ ଦେଖନ୍ତୁ ମୁଁ ଏବେ କାଢ଼ିକି ଆପଣଙ୍କୁ ଦେଖାଉଛି କେତେ ସୁନ୍ଦର ଭାବରେ ଆଉ କେତେ କମ୍ ସମୟ ଭିତରେ ଆମର ମଟନ୍ ସୁପ୍ ଏଠି ରେଡ଼ି ହୋଇଯାଇଛି। ଢକନଟି ଖୋଲିଲା ପରେ ଆମେ ଏଠି ପୁଣି ଆଉ ଥରେ ଫ୍ଲେମ୍ଟିକୁ ଅନ୍ କରିନେବା। 2ରୁ 3 ମିନିଟ୍ ମଧ୍ୟ ତାକୁ ଆମେ ଭଲ ଭାବରେ ଫୁଟେଇ ନେବା। ଯାହା ପାଣି ଗୁଡ଼ିକ ଆଉ ଟିକେ ହାଲକା ବେଶୀ ଥିବ ଆପଣଙ୍କର, ପୁରା ଭଲ ଭାବରେ ମରିଯିବ ଆଉ ବିଲକୁଲ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଏଠି ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଆମର ସୁପ୍ଟି ରେଡ଼ି ହୋଇଯାଇଛି। ଆଉ ମୁଁ ଗୋଟିଏ ପ୍ଲେଟ୍ରେ ଦେଖନ୍ତୁ ସଜେଇ ନେଇଛି। ଆପଣ ଲୁକ୍ ଦେଖିକି ସାଙ୍ଗମାନେ ଜାଣିପାରୁଥିବେ କେତେ ସୁନ୍ଦର ଭାବରେ ଆମର ମଟନ୍ର ସୁପ୍ ରେଡ଼ି ହୋଇଯାଇଛି। ତ ସାଙ୍ଗମାନେ ଯଦି ଏ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଛି, ଘରେ ନିଶ୍ଚିତ ଟ୍ରାଏ କରିବେ ଆଉ ମୋତେ କମେଣ୍ଟ କରିବେ ଆପଣଙ୍କର ଏ ଛେଳି ଟାଙ୍କର ସୁପ୍ କିପରି ପ୍ରସ୍ତୁତ ହୋଇଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିନେବେ, ତଳେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ନେବେ। ସାଙ୍ଗମାନେ ଆଜି ପାଇଁ ଏତିକି, ଦେଖା ହେବ ପୁଣି ଏକ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।